এইভাবে ଆପଣ ମାନେ ଦେଖୁନାହାନ୍ତି, এইଭଳି ଆମେ ମାନେ ଚା ଦୋକାନରେ କୌଣସି ଖଟିରେ ବସିକି ଆଲୋଚନା କରିବା ଯେ ସତରେ ଯୋଉମାନେ ଆତଙ୍କବାଦୀ ଧରା ପଡିଛନ୍ତି ବଢିଆ ହେଇଛି ସେମାନେ ଜେଲ ଯାଇକି ଚକି ବସିବେ। ଆଜ୍ଞା ବାସ୍ତବ କଥା ହେଲା ଆତଙ୍କବାଦୀ ଧରା ହେଇଛି ତାକୁ ପୁଣି ଆମେ ଜ୍ୱାଇଁଙ୍କ ଭଳିଆ ଆମେ ତାକୁ ରଖିବା, ସୁରକ୍ଷା ଦେବା, ସେମାନେ ସୁରକ୍ଷିତ ରହିବେ, ସେମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହବ। ଖାଲି ସେତିକି କଣ ସରୁଛି, ପେନସନ ବି ରହିବ କେତେବେଳେ। ଆପଣ କାନ୍ଦାହାର କେସ୍ ଜାଣିଛନ୍ତି, କାନ୍ଦାହାର ନେଇକି ଫ୍ଲାଇଟ୍ ଅପହରଣ କରି ନେଇଦେଲେ, ସେମାନେ ରଖିବେ ସେମିତି କେତେବେଳେ ସମୟ ଆସିବ ଯେତେବେଳେ ସେମାନେ କହିବେ ଆମର ଏଇ ଲୋକମାନଙ୍କୁ ଛାଡ଼ନ୍ତୁ, ତେବେ ଯାଇକି ଏମାନଙ୍କୁ ଆମେ ଛାଡ଼ିବୁ, ନହେଲେ ସେମାନଙ୍କୁ ଆମେ ମାରିଦେବୁ। ତ ବାଧ୍ୟ ହେଇକି ସରକାର କଣ କରିବେ, ତ ତାଙ୍କୁ ଟେକିଦେବେ। ମଜବୁର ନା, ସରକାର ଚାହିଁବେ ଜନସାଧାରଣ ବଞ୍ଚିବା ପାଇଁ, ତ ବାଧ୍ୟ ହେଇକି ମାନିବେ। ତ ସେଥିପାଇଁ ଆଜ୍ଞା ମାନେ ଆମ ଆଇନ ବ୍ୟବସ୍ଥାରେ ଏପରି କିଛି ନାହିଁ ଯୋଉଥିପାଇଁ ସେମାନଙ୍କୁ ଯଥାଶୀଘ୍ର ମାରି ଦିଆଯିବା ଦରକାର। ଆମେ ତ କହିବୁ ଆଜ୍ଞା ଆତଙ୍କବାଦୀ କାର୍ଯ୍ୟକଳାପରେ ଯେଉଁମାନେ ଧରା ପଡ଼ିଲେ ସେମାନଙ୍କୁ ରଖିବା କଣ ଦରକାର।